ଆଜ୍ଞା ଏପଟେ ହଁ ସାର୍ କଣ କରୁଛୁ? ଟିକେ ହଉ ଆଉ ଗୋଟିଏ ପଦ ଛାଣ୍ଡ ଅଛି ପୁଅ ଏ ସନ୍ତୁଆ ଭାଇ ମୋର ଛାଣ୍ଡ ଶୁଣୁଥିଲେ ଶୁଣ ଭାଇ ଗୋଟିଏ ପଦ ଛାଣ୍ଡ ରାଗ ହଉଛି ଚକି ଲେଖିଲେ କିଏ ଦିନ କୃଷ୍ଣ ଦାସ ବହିରା ଅଶୋକ କାହିଁକି ଭଗବାନ କୃଷ୍ଣ ବାପା ମାଆ ଦ୍ୱାପର ଯୁଗ ଆସିଲେ ସଂସାର ଗୋଟିଏ ପଦ ଛାଣ୍ଡ ଏ ଲେଖିଲେ କୌଳ କୁଳ ଭଗବାନ କୃଷ୍ଣ କାହିଁକି ଦ୍ୱାପର ଯୁଗରେ ସଂସାରକୁ ଆସିଲେ ସେଦିନ ମହାପ୍ରତାପୀ କଂସ ସୁରତ ବାପା ବାପା ମାନେ ସଂସାରରେ ଏତେ ବଢିଯାଇଛି 33 କୋଟି ଦେବାଦେବୀ ପ୍ରମାଦ କରୁଛନ୍ତି ଇଏ 33 କୋଟି ଦେବାଦେବୀ ବଂଶର ପ୍ରପଦରୁ ତ୍ରାହି ତ୍ରାହି ଡାକ ଦଉଛନ୍ତି ଇଏ ମା ଧରିତ୍ରୀ ମଧ୍ୟ କଂସର କର୍ତ୍ତବ୍ୟକୁ ସହ୍ୟ କରିପାରିଲା ତେଣୁ କୌଣତ୍ୱ ପୁଣେ ଭାଇ ହୋଇ ଧରଣୀ ସୁମାରି ବିନୟୀ ହୋଇ କହିଲା ବ୍ରହ୍ମା କଳାର ମା ଧରଣୀ ଆଣି ଧରିତ୍ରୀ ଏଟା କଲା କଣ କଂସର ପ୍ରକୋପକୁ ସହ୍ୟ କରିବା ପାଇଁ ବିନୟୀ ଭାବକୁ ହୋଇ ଅତି କାକୁସ୍ଥ ଭାବରେ ସେ ବିନମ୍ରତା ଭାବକୁ ଗ୍ରହଣ କରି ମା ଧରଣୀ ରାଣୀ ତା ଦୁଃଖ ଯାଇ ବୃଷକେତୁ ମହାକୁ ଜଣେଇଲା ତାଲା ହଉଛି ଶିକ୍ଷା ଆଉ ଖାଲି ଦିପଦ ଘଷି ଦେଇକିରି ଭାଇଦେଲା ଭାଇ ତାଲା ହୁଏନି ଏବା ମା ଧରଣୀ ରାଣୀ କଣ ସହ୍ୟ କରିପାରେ ନା ଗୋଟିଏ ପଦ ପୁଣି ଶ୍ଲୋକ ଦେଇ ଲେଖିଲେ ମହାରା ପର୍ବତ ହାରା ମହାରା ସପ୍ତ ସାଗର ମା ଧରଣୀ ରାଣୀ ବିଶ୍ୱାସ ଘାତକ ଲୋକମାନଙ୍କ ଭାରକୁ ମା ସହ୍ୟ କରିପାରେ ମା ଧରଣୀ ରାଣୀକୁ ଏ ପର୍ବତ ଗୁଡାକ ପାହାଡ ଗୁଡାକ ତା ଓଜନିଆ ନୁହଁ ନୌହାର ସପ୍ତ ସାଗର ମା ଧରଣୀ ରାଣୀକୁ ସାତଟା ସାଗର ବା ସମୁଦ୍ର ଓଜନିଆ ନୁହଁ ତାହେଲେ ଓଜନିଆ କୋଉ ଗୁଡାକ ନିନ୍ଦୁକ ହିଁ ମହାଭାରା ଭାରା ବିଶ୍ୱାସ ଘାତ ଯିଏ ଅନ୍ୟ ନିନ୍ଦା କରେ ମା ଧରଣୀ ରାଣୀ ତାକୁ ସହ୍ୟ କରିପାରନ୍ତି ନା ଯିଏ ବିଶ୍ୱାସ ଘାତକତା କାମ କରେ ମା ଧରଣୀ ରାଣୀ ତାକୁ ସହ୍ୟ କରିପାରନ୍ତି ନା ଖାଲି ସେତିକି ମହଲା ତମ ପାଇଁ ବି ଭଲ ଶିକ୍ଷା ମା ମାନଙ୍କ ପାଇଁ ଶିକ୍ଷା ମା ଧରଣୀ ରାଣୀ ଆଉ କଣ ସହ୍ୟ କରିପାରିଲା ଶ୍ଲୋକ ନେଇଲା
ମାରିଲା ତା ରକ୍ତ ଯଦି ମା ଧରିତ୍ରୀ ଉପରେ ପଡିବ ମା ଧରଣୀ ଆଣି ସହ୍ୟ କରିପାରିବ। ସେଇଥିପାଇଁ ଏ ସଂସାରର ମାନବମାନଙ୍କ ମଧ୍ୟରେ ବ୍ରହ୍ମ ରକ୍ତ ବ୍ରାହ୍ମଣଙ୍କ ରକ୍ତ ଯଦି ମା ଧରଣୀ ରାଣୀ ଉପରେ ପଡିଲା ମା ଧରଣୀ ରାଣୀ ସହ୍ୟ କରିପାରନ୍ତି। ବିନାଶର ଭଜନ ବାପା ମାନେ ପାଲା ତ ଶୁଣୁଛ, ଦି ରାତି ପାଲା ତ କଟିଗଲାଣି। ଯଦି ମା ମାନେ ବାପା ମାନେ ବିନା ଆସନରେ ଆମେ ଖାଇବା, ବିନା ଆସନରେ ଯଦି ଭୋଜନ କରିବା ମା ଧରଣୀ ରାଣୀ କଲା କିଏ ସହ୍ୟ କରିପାରିବେ ନା? ନାରୀମାନେ କୁଚ, ନାରୀମାନେ ପ୍ରତିସୂତ୍ର, ନାରୀମାନଙ୍କର କୁଚ ଯୁଗଳର ଭାରକୁ ମା ଧରଣୀ ରାଣୀ ସହ୍ୟ କରିପାରେ ନା। ତେଣୁ ସେଇଥିପାଇଁ କି ନାରୀମାନେ ମୁହଁ ମଣି ଶୋଇବାରେ ତେଣୁ ମା ମାନେ ଅନୁଭବ କରୁଛି ମୁହଁ ମାରିକି ଶୋଇବେନି। କାରଣ ନାରୀମାନଙ୍କର କୁଚ ଯୁଗଳର ସ୍ତନ ଯୁଗଳର ହାରକୁ ମା ଧରଣୀ ରାଣୀ କେବେ ସହ୍ୟ କରିପାରନ୍ତି। ସେ ଯଦି ଗପ କଲା ନା ଅମଙ୍ଗଳ ହବ ତମର। ଖାଲି ସେତିକି ନୁହଁ, ନାରୀମାନ କୁଚ, ନାରୀମାନ ପ୍ରତିସୂତ୍ର, ମା ମାନଙ୍କର ଅଣ୍ଟାର ଡୋରିକି